କବି ସୀତାକାନ୍ତ ମହାପାତ୍ର। ସୀତାକାନ୍ତ ମହାପାତ୍ର ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ଭଳି ଅନ୍ୟତମ ଆଇ.ଏ.ଏସ୍. କବି। ଆଇ.ଏ.ଏସ୍. ପାଇବା ଯେଉଁଠି କିଛି ମଣିଷଙ୍କ ପକ୍ଷେ ସହଜ ହୋଇନଥାଏ, ସେଠି ଉପରୋକ୍ତ ଦୁଇ ନାମଧାରୀ ବ୍ୟକ୍ତି ଖାଲି ସାଧାରଣ ହୋଇ ନଥାଇ ଅସାଧାରଣ ବ୍ୟକ୍ତିବିଶେଷ ହୋଇଛନ୍ତି ଭାରତୀୟ ପ୍ରଶାସନିକ ସେବା ସ୍ତରରେ। ସେହିପରି ଓଡ଼ିଆ କବିତା ରଚନା କ୍ଷେତ୍ରରେ ଅପର ନାମୀ ଦାମୀ କବିତ୍ୱ ସମ୍ମାନର ସଫଳ ଅଧିକାରୀ। କାରଣ ଏ ଦୁହିଁଙ୍କର କବିତା ପାଠ୍ୟ ପ୍ରଚଳିତ ପୁରସ୍କୃତ, ପଢ଼ିବାକୁ ଭଲ ଲାଗେ, ରଚନା ଶୈଳୀ ହୃଦ୍ୟ ମନେ ହୋଇଥାଏ, ପ୍ରଶଂସାଭାଜନ ପ୍ରାପ୍ତ ହୋଇଛନ୍ତି। ଅଷ୍ଟପଦୀ, ଆରଦୃଶ୍ୟ, ଶବ୍ଦର ଆକାଶ ତାଙ୍କର କବିତା ବହି କେତୋଟିର ନାମ। ଆହୁରି ଅନେକ ଅଛି, ତେବେ ମନର ସ୍ମରଣକୁ ପ୍ରାଧାନ୍ୟ ଦେଉଥିବାରୁ ମନରେ ଯାହା ମନେଥିଲା ତାହା କହିଲି। ସୀତାକାନ୍ତ ମହାପାତ୍ରଙ୍କ କବିତାରେ ପୌରାଣିକ ମିଥ୍ ଚେତନା ଅଧିକତର ଦେଖାଯାଏ। କବିଙ୍କର ମୁଖ୍ୟତଃ 6ଟି କବିତାକୁ ସଂଶିତ ପ୍ରବନ୍ଧରେ ଆଲୋଚନା କରୁଅଛି। ମନସ୍ତାତ୍ତ୍ୱିକ ଅଭିନିବେଶ ପ୍ରୋକ୍ତ ଆଲୋଚିତ କବିତାଗୁଡ଼ିକରେ ଅଛନ୍ତି। ପ୍ରଥମ କବିତା ମୁଁ ନେଇଛି କୁବୁଜା ପାଇଁ ଗୋଟିଏ ସଙ୍ଗୀତ। କୁବୁଜା କୁବ୍ଜପୃଷ୍ଠ, ପିଠିରେ ବଡ଼ ଆବୁ ଥିବାରୁ ନଇଁ ନଇଁ ବାଟ ଚାଲନ୍ତି। ପ୍ରତ୍ୟେକ ମଣିଷ ଚାହେଁ ସୁନ୍ଦର ହେବାକୁ, ସୁନ୍ଦର ଦିଶିବାକୁ, ରୂପବାନ ହେବାକୁ ସମସ୍ତେ ଚାହାନ୍ତି। ହେଲେ ସଂସାରର ସବୁ ମଣିଷଙ୍କ ଭାଗ୍ୟରେ ସୁନ୍ଦର ହେବାର ସୌଭାଗ୍ୟ ନଥାଏ। ସମସ୍ତେ କେବେ ସୁନ୍ଦର ହୋଇପାରି ନଥାନ୍ତି। କିଛି ମଣିଷ ଅସୁନ୍ଦର ଥାଆନ୍ତି। କୁବୁଜା ସେହିଭଳି ଜଣେ ନାରୀ। ପୌରାଣିକ ଯୁଗରେ ଥିଲେ। କୃଷ୍ଣଙ୍କର ବେଶକାରିଣୀ ଥିଲେ। ସେ ପ୍ରତିଦିନ କୃଷ୍ଣଙ୍କୁ ବେଶ କରାଉଥିଲେ। ବେଶ କରାଉଥିବା ବେଳେ କୁବୁଜା ମନେ ମନେ ଭାବୁଥିଲେ, ମୁଁ ହୁଏତ ସୁନ୍ଦରୀ ଥାଆନ୍ତି, ହେଲେ ନିଜକୁ ବଡ଼ ଅପମାନିତ ମନେ କରୁଥିଲେ ନିଜର ଅସୁନ୍ଦରପଣକୁ ନେଇ। ସଂସାରର ବୈଚିତ୍ର୍ୟ ବୈବିଧ୍ୟ ହେଲା ଅସମାନତା। ସମସ୍ତଙ୍କୁ ସମାନ କରି ନ ଗଢ଼ିବା, ନ କରିବା ଭଗବାନଙ୍କର ଏକ ମନୋଭାବ। ସେ କୋରାନରେ କହିଛନ୍ତି, ମୁଁ ଯାହା ଚାହେଁ କରେ, ନଚେତ୍ ମଣିଷ ମନରେ ଦୁଃଖ ରହିବ ନାହିଁ। ମଣିଷ ସୁନ୍ଦର ଥିବାରୁ, ଧନୀ ଥିବାରୁ, ଥିଲାବାଲା ଥିବାରୁ ଗର୍ବ ଆସିବ ନାହିଁ ଏବଂ ଯେଉଁମାନେ ନିକୃଷ୍ଟ ଧରଣର ସେମାନଙ୍କ ମନରେ ନମ୍ରତା ଭାବ ରହିବ ନାହିଁ। ଚରିତ୍ର ପ୍ରଧାନ ଓ ଆତ୍ମମୁଖୀନ ଶୈଳୀରେ କବିତାଟି ରଚିତ। କବି ନିଜେ କବିତାରେ କୁବୁଜା ହୋଇଯାଇଛନ୍ତି। କବିତାଟି ଆତ୍ମ ଅଭିଭାଷଣମୂଳକ। ମଣିଷର ମନୋଭାବ, ମଣିଷର ସ୍ରଷ୍ଟା ଭଗବାନ ବୁଝନ୍ତି ବୋଲି ସେ ଅନ୍ତର୍ଯ୍ୟାମୀ, ଭିତର ମନର ଜ୍ଞାତା, ଜାଣନ୍ତା। କୃଷ୍ଣ ପୁରାଣର ଦୈବତ ପୁରୁଷ। ସେ କୁବୁଜାଙ୍କ ମନୋବାଞ୍ଛା ବୁଝିଛନ୍ତି। କୁବୁଜାଙ୍କୁ ଅପରୂପା ସୁନ୍ଦରୀ ରୂପବତୀ ନାରୀରେ ପରିଣତ କରିଦେଇଅଛନ୍ତି। ଭଗବାନ ପ୍ରକୃତ ଭକ୍ତର, ଯେଉଁ ଭକ୍ତ ଧୈର୍ଯ୍ୟବାନ, ଧର୍ମାଚାରୀ, ସତ୍କର୍ମୀ। ଧର୍ମରେ ଅଲୌକିକତା ବା ଚମତ୍କାରିତା କିଭଳି ଓ କିପରି ଆସେ, ସଂଶିତ କୁବୁଜା ପାଇଁ ଗୋଟିଏ ସଙ୍ଗୀତ କବିତାଟି ଏହାର ପ୍ରକୃଷ୍ଟ ବା ସାର୍ଥକ ନମୁନା। ଆତ୍ମମୁଖୀନ ଶୈଳୀରେ କବିତାଟି ରଚିତ। ସୁନ୍ଦରତା ଓ ଅସୁନ୍ଦରତା ମଧ୍ୟରେ ସାଂସାରିକ ମନୋଭାବିତ ସତ୍ତାର ପାର୍ଥକ୍ୟ କବିତାରେ ଚରିତ୍ର ମାଧ୍ୟମରେ ବର୍ଣ୍ଣିତ। ଚରିତ୍ର ପ୍ରଧାନାତ୍ମକ କବିତା। କବିତାଟି ଏକଦା ଶ୍ରେଣୀକକ୍ଷର ପାଠ୍ୟାନ୍ତର୍ଗତ ଥିଲା। ଚରିତ୍ର ପ୍ରଧାନ କବିତା ସାଧାରଣତଃ ମନସ୍ତାତ୍ତ୍ୱିକର ଥାଏ। ଦ୍ୱିତୀୟ କବିତା ମୁଁ ନେଇଛି ଆରଦୃଶ୍ୟ। ଅନ୍ୟ ଏକ ପୁରାଣକଳ୍ପୀୟ କବିତା। ଦୃଶ୍ୟ ବା ଦେଖିବା ଦୁଇ ପ୍ରକାର, ଗୋଟିଏ ଆଖିର, ଅନ୍ୟଟି ଅନ୍ତରର ବା ଭିତର। ଆଖିର ଦୃଶ୍ୟ ବାହ୍ୟ ବା ବାହାରର, ଅନ୍ତର ଦୃଶ୍ୟ ଅନୁଭବର ବା ଭାବନାର। ଇହର ଓ ପରର ହୋଇ ପୁଣି ଦୁଇ ଦୃଶ୍ୟ ଅଛି। ଇହର ଦୃଶ୍ୟ ଆଖି ଦେଖା, ପରର ଦୃଶ୍ୟ ମୃତ୍ୟୁ ପରେ ଦେଖା। ଚରିତ୍ର ପ୍ରଧାନ କବିତା। ଭଗବାନ ଅଲୌକିକ ସତ୍ତାଧାରୀ। ସେ ଲୋକ ବା ଦେଖିବା ଜଗତ ସୃଷ୍ଟି କରିଛନ୍ତି, ଫେର ଅଲୌକିକ ବା ଆଧ୍ୟାତ୍ମିକ ଜଗତ ସୃଷ୍ଟି କରିଛନ୍ତି। ଅଲୌକିକ ଜଗତକୁ ସଭିଙ୍କୁ ଦେଖାନ୍ତି ନାହିଁ, ଖାସ୍ ଖାସ୍ ଲୋକଙ୍କୁ ଦେଖାନ୍ତି, ଯିଏକି ଭଗବାନଙ୍କୁ ପୂଜା ଆରାଧନା କରେ, ଭଗବାନଙ୍କୁ ମାନେ, ଧର୍ମରେ ପାଳେ। ଯଦୁରାଜାଙ୍କ ପତ୍ନୀ ଯଶୋଦା
ଗୋପର ବାସିନ୍ଦା। କଂସର ଅତ୍ୟାଚାରରେ ଅତିଷ୍ଠ ବିରକ୍ତ ହୋଇ ଦେବକୀ ଓ ବସୁଦେବଙ୍କ ଅଷ୍ଟମ ଗର୍ଭର ସନ୍ତାନ କୃଷ୍ଣ ମଥୁରାରୁ ଆସି ଗୋପରେ ନନ୍ଦରାଜା ରାଣୀ ଯଶୋଦାଙ୍କଠାରେ ପାଳିତ ହେଉଥିଲେ। କୃଷ୍ଣ ଅଲୌକିକ ସତ୍ତାଧାରୀ ଦୈବତ ପୁରୁଷ। ଏକଦା ଯଶୋଦା ମାତା କୃଷ୍ଣଙ୍କର ମାଟିଖିଆ ପାଟିକୁ ମେଲା କରି ପାଟି ଭିତରେ ବିଶ୍ୱରୂପ ଦର୍ଶନ କରି ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ନିଜର ଅନ୍ୟାନ୍ୟ ସଙ୍ଗାତୁଣୀ ମାନଙ୍କୁ ଡାକି ଯେତେବେଳେ କୃଷ୍ଣଙ୍କର ପାଟି ମେଲା କରି ପୁନର୍ବାର ଦେଖାଇଛନ୍ତି, ସେତେବେଳେ ଆଉ କୃଷ୍ଣ ବିଶ୍ୱବ୍ରହ୍ମାଣ୍ଡ ସଙ୍ଗାତୁଣୀମାନଙ୍କୁ ଦେଖାଇ ନଥିଲେ ବା ସେମାନଙ୍କୁ ଦିଶି ନଥିଲା। ଯାହାକୁ ଦିଶିବାର ଥିଲା ଦିଶିଲା, ଅନ୍ୟମାନଙ୍କୁ ବା ସମସ୍ତଙ୍କୁ କାହିଁକି ଦିଶିବ? ସଙ୍ଗାତୁଣୀମାନଙ୍କୁ ନ ଦିଶିବାରୁ ସେମାନେ ଯଶୋଦାଙ୍କୁ ବାୟାଣୀ, ପାଗଳୀ ଆରୋପ କରିଛନ୍ତି, ଦୋଷ ଦେଇଛନ୍ତି। ହେଲେ ଯଶୋଦା ଯାହା ଦେଖିଥିଲେ କୃଷ୍ଣଙ୍କର ଖୋଲା ପାଟିରେ, ତାହା ଯେତେବାର ବୁଝାଇ ସତ କହିଲେ ବି ଯଶୋଦା ସଙ୍ଗାତୁଣୀମାନଙ୍କ ଦୃଷ୍ଟିରେ ବିଶ୍ୱାସଯୋଗ୍ୟ ହୋଇ ନଥିଲେ। ସେ ମିଥ୍ୟାବାଦିନୀ ଅପବାଦ ପାଇଥିଲେ। ଯଶୋଦା ମାନସିକ ସ୍ତରରେ ଶାନ୍ତି ନ ପାଇ ରାତିଦିନ ସର୍ବଦା ସେହି ଅଲୌକିକ ଦୈବତ ଦୃଶ୍ୟ କଥା ଭାବି ଭାବି ମନରେ ଏହା ବିଚାରିଥିଲେ କି ଏହା ତାଙ୍କ ସହିତ ଥାଇ ଏକାତ୍ମ ହୋଇ ମଶାଣିକୁ ଯିବ। କବିତାର ଗୋଟିଏ ସବୁଠୁ ଚମତ୍କାର ବାକ୍ୟ ହେଲା, ନ ଦେଖେଇ ନ ବୁଝେଇ ପାରିବାର କେତେ ଭାରି ସେ ବେଦନା, କେତେ ଭାରି ସେ ଅଜଣାଶକ। କବିତାଟି ଏକଦା ଯୁକ୍ତ 2 ସ୍ତରରେ ପାଠ୍ୟ ପ୍ରଚଳିତ ଥିଲା। ଦେଖିଛନ୍ତି ଅଥଚ ଦେଖେଇ ନ ପାରି ମିଛେଇ ଅପବାଦ ପାଇବା ସତରେ ଜୀବନରେ ଭାରି ଯନ୍ତ୍ରଣା ଦେଇଥାଏ। ତୃତୀୟ କବିତା ପରୀକ୍ଷିତ ଉବାଚ। ଅଭିମନ୍ୟୁଙ୍କ ପୁତ୍ର ରାଜା ପରୀକ୍ଷିତ ଶମୀକ ମୁନିଙ୍କ ପୁଅ ଶୃଙ୍ଗୀଙ୍କଠାରୁ ଅଭିଶାପ ପାଇଥିଲେ କି 7 ଦିନ ମଧ୍ୟରେ ସର୍ପରାଜ ତକ୍ଷକଙ୍କ ଦଂଶନରେ ମରିବେ। କାରଣ ବ୍ରାହ୍ମଣଙ୍କ ଅବମାନନା ଦୋଷରୁ ରାଜା ପରୀକ୍ଷିତ ମୃଗୟା ଉଦ୍ଦେଶ୍ୟରେ ଯାଇ ଏକ ହଇରାଣ କରୁଥିବା ମୃଗକୁ କୋଉ ବାଟେ ଯାଇଛି ବୋଲି ଧ୍ୟାନରତ ଶମୀକ ମୁନିଙ୍କୁ ପ୍ରଶ୍ନ ପଚାରନ୍ତେ, ଧ୍ୟାନମଗ୍ନ ଶମୀକ ମୁନି କିଛି ନ କହି ପାରିବାରୁ ରାଗରେ ତାଙ୍କ ଗଳାରେ ମଲା ସାପଟିଏ ତୀରରେ ଟେକି ଆଣି ଶମୀକ ମୁନିଙ୍କ ଗଳାରେ ଗଳେଇ ଦେଇଥିଲେ। ଧ୍ୟାନ ବଳରେ ଶମୀକ ମୁନିଙ୍କ ପୁଅ ଶୃଙ୍ଗୀ ଜାଣିପାରି ଅଭିଶାପ ଦେଇଥିଲେ କି, ଯିଏ ମୋ ବାପାଙ୍କ ଗଳାରେ ବେକରେ ମଲାସାପ ପକାଇଛି, 7 ଦିନ ମଧ୍ୟରେ ସର୍ପରାଜ ତକ୍ଷକ ତାକୁ ଚୋଟ ମାରିବ। ରାଜା ପରୀକ୍ଷିତ ଭୁଲ ବୁଝି ପାରିଥିଲେ ବି ଅସହାୟ ଥିଲେ। ବ୍ରହ୍ମଶାପ ନିଶ୍ଚିତ ପଡ଼ିବ। ମନେ ମନେ ଦୁଃଖିତ ଥାଇ ଭିତର ମନରେ କଥା ହୋଇଛନ୍ତି, ତକ୍ଷକ ଦଂଶନ କିମିତି ସହିବେ? ଏହା ହିଁ ପରୀକ୍ଷିତ ଉବାଚ କବିତା। ଦଶହରା ଦୁର୍ଗାପୂଜାର ଖୁସି ମହୋତ୍ସବ କଥା ବର୍ଣ୍ଣିତ। ଚାରିଆଡ଼େ ଖୁସିର ସୁନ୍ଦର ମାହୋଲ ବା ବାତାବରଣ କବି ମନରେ ଖୁସି ଓ ଧର୍ମୀୟ ଚିନ୍ତା ଆଣିଛି। ଝର୍କା କଡ଼ର ଗୋଲାପ। କବିତାରେ କବି ନିଜର ଅତୀତ ଜୀବନର ମଧୁମୟ ସ୍ମୃତିଚାରଣ କରିଛନ୍ତି। ଦାରିଦ୍ର୍ୟ ତାଙ୍କର ଅତୀତ ଜୀବନରେ ଥିଲା ସତ, ହେଲେ ଜେଜେବାପାଙ୍କର ପବିତ୍ର ସାନ୍ନିଧ୍ୟ ବା ସଙ୍ଗ ସୌଖ୍ୟତା ଭର୍ତ୍ତି ଥିଲା। ଗୋଲାପ ଫୁଲମାନଙ୍କର ରାଜା, ମାନେ ଶ୍ରେଷ୍ଠ ଫୁଲ। ସେହିପରି ଆଖିର ଝରକାରେ ଅତୀତର ମାଧୁର୍ଯ୍ୟମଣ୍ଡିତ ସ୍ମୃତି ଗୋଲାପ ଫୁଲଟିଏ ଭଳି କବିଙ୍କର ମନରେ ଦୀପିତ ହୋଇଥିଲା। ସମ୍ବାଦପତ୍ର କବିତାଟିରେ ଜୀବନରେ କ୍ଷୁଧାର ଚମତ୍କାରିତା କଥା ବର୍ଣ୍ଣିତ। ସକାଳୁ ସକାଳୁ ସହର ବାସିନ୍ଦାଏ ସମ୍ବାଦପତ୍ରର ଖବର ଜାଣିବାକୁ ଆଗ୍ରହୀ ହେଉଥିବା ମନୋଭାବକୁ ଲକ୍ଷ୍ୟ କରି ହକରବାଲା ସାଇକେଲରେ ଚଢ଼ି ଆଜିର ତାଜା ଖବର କହି କହି ଯାହାକି ନ୍ୟୁଜ୍ ପେପରରେ ବାହାରିଛି ପାଟି କରିକି ଖବରକାଗଜ ବିକୁଥିବା ବେଳେ ଦରମରା କଅଁଳା ବାଛୁରୀଟିଏ ହଠାତ୍ ସମ୍ବାଦପତ୍ରକୁ ହକର ହାତରୁ ଟାଣି ନେଇ ପାକୁଳି କରି ଖାଉଥିବା ବେଳେ ବାଛୁରୀ ପାଟିରେ ଚୋବେଇ ହୋଇ ତାହା ଚିରି ଯାଇଛି। ସେହି ଚିରି ଯାଇଥିବା ଅଂଶ ଭିତରୁ କବି ସମ୍ବାଦପତ୍ରରେ ବାହାରିଥିବା କିଛି ଖବରମାନଙ୍କୁ ପଢ଼ି ଯାଇଛନ୍ତି। ହେଲେ ବାଛୁରୀର କିଛି ଚିନ୍ତା ନାହିଁ। ସେ ସତେ ଯେମିତି ନିର୍ଲିପ୍ତ ଅଛି। ଲୋକ ଆଜିକାର ତାଜା ଖବର ଜାଣିବାକୁ ଇଚ୍ଛୁକ ଥିବାବେଳେ ବାଛୁରୀ ତା'ର ଭୋକକୁ ନେଇ ବ୍ୟସ୍ତ। ମଣିଷ ଖବର ଜାଣୁ ଅବା ନ ଜାଣୁ, ସେଥିପ୍ରତି ଅବୋଧମୂଢ଼ ବାଛୁରୀ ନିର୍ବିଶଙ୍କ।
କବି ଏହି ଦୃଶ୍ୟ ଦେଖି ଭାବିଛନ୍ତି କି କ୍ଷୁଧା ହିଁ ଜୀବନର ଶ୍ରେଷ୍ଠ ସମ୍ବାଦ। ତାହା ଜୀବର ହେଉ ଅବା ମଣିଷର ହେଉ, ଉଭୟଙ୍କ ପାଇଁ ସମାନ। ସମ୍ବାଦ ଜାଣିବା ମଣିଷ ପାଇଁ ଅନ୍ୟତମ କ୍ଷୁଧା। ଖରାଦିନେ ବର୍ଷା କେବେ ହେବ, କେତେ ହେବ, ଏହି ଚିନ୍ତାରେ ମଣିଷ ବ୍ୟତିବ୍ୟସ୍ତ। କାରଣ ଗ୍ରୀଷ୍ମର ଦହନରେ ମଣିଷ ଜଡ଼ସଡ଼। ହଠାତ୍ ବିଜୁଳି ମାରି ବର୍ଷା ହେବାରେ ମଣିଷ ଚାତକ ପକ୍ଷୀଟିଏ ଭଳି ବର୍ଷା ପାଣି ପିଇ ବର୍ଷାରେ ଭିଜି। ଆଷାଢ଼ ମାସର ପ୍ରଥମ ବର୍ଷା ସହରର ବାତାବରଣରେ ଅପୂର୍ବ ଆଶ୍ୱସ୍ତି ଆଣିଛି। ଆଗାମୀକାଲିର ସମ୍ବାଦପତ୍ରରେ ଗ୍ରୀଷ୍ମର ଅତ୍ୟାଚାରରୁ ଦୁନିଆର ରଙ୍ଗମଞ୍ଚରେ ମଣିଷର ଭୋକ ଶୋଷ ଖୁସି ଆଣିଛି।